शहीद वीर करुणाकर सिंह नायक, तांको भाई खग नायक और पुतुरा कन्हई नायक स्मृति ट्रस्ट, अखिल भारतीय गोंडवाना गोंड महासभा, सम्मिलित आदिवासी समाज, आदिवासी शक्तिपीठ सेवा ट्रस्ट द्वारा आयोजित आत्मोत्सव दिवस रे कोलाबिरा राजबाटी ठारू मशाल शोभायात्रा पारंपरिक अस्त्रशस्त्र दुलदुली बाजा बाहरी वीर करुणाकर सिंह नायकों प्रतिमूर्ति रे माल्यार्पण करा जायतिला। ଏହି ଅବସରରେ ସ୍ୱର୍ଗତ କିଶୋର ମହାନ୍ତିଙ୍କୁ ମରଣୋତ୍ତର ଶହୀଦ କରୁଣାକର ସ୍ମୃତି ସମ୍ମାନରେ ସମ୍ମାନିତ କରାଯାଇଥିଲା। ତାଙ୍କର ଧର୍ମପତ୍ନୀ ପୂର୍ବତନ ବିଧାୟିକା ଅଳକା ମହାନ୍ତିଙ୍କୁ ଉପଢୌକନ ଫୁଲତୋଡ଼ା ସହ ସମ୍ମାନପତ୍ର ଗ୍ରହଣ କରିଥିଲେ। ସେହିପରି ସମାଜସେବୀ ରତ୍ନାକର ପ୍ରଧାନ, ବରିଷ୍ଠ ସାମ୍ବାଦିକ ସୁମନ୍ତ ଶେଖର ବହିଦାରଙ୍କୁ ମଧ୍ୟ ଏହି ଅବସରରେ ସମ୍ମାନିତ କରାଯାଇଥିଲା। ସ୍ୱର୍ଗତ ମହାନ୍ତି ସମାଜସେବାର ପ୍ରଥମ ପାହାଚ ଝାରସୁଗୁଡ଼ା ମ୍ୟୁନିସିପାଲିଟିର 22 ନମ୍ବର ୱାର୍ଡ଼ରେ କାଉନସିଲର ଭାବେ ସେବା ଆରମ୍ଭ କରିଥିବା ବେଳେ 1992ରେ ଚେୟାରମ୍ୟାନ୍ ପଦ ଅଳଙ୍କୃତ କରିଥିଲେ। 1990ରୁ 1995 ଓ 2000ରୁ 2004, 2004ରୁ 2009 ପର୍ଯ୍ୟନ୍ତ ଝାରସୁଗୁଡ଼ା ନିର୍ବାଚନ ମଣ୍ଡଳୀରୁ ବିଧାୟକ ଭାବେ ନିର୍ବାଚିତ ହୋଇଥିବା ବେଳେ 2019 ମସିହା ସାଧାରଣ ନିର୍ବାଚନରେ ବ୍ରଜରାଜନଗର ନିର୍ବାଚନ ମଣ୍ଡଳୀରୁ ନିର୍ବାଚିତ ହୋଇ ଜୀବନର ଅନ୍ତିମ କ୍ଷଣ ପର୍ଯ୍ୟନ୍ତ ଜନସେବାରେ ବ୍ରତୀ ରହିଥିଲେ। ସେ 4 ଥର ବିଧାୟକ ଥିବାବେଳେ ସରକାରୀ ଦଳର ବିଜେଡ଼ିର ମୁଖ୍ୟ ସଚେତକ, ବିଧାନସଭାରେ ବାଚସ୍ପତି, ରାଜ୍ୟସଭା ସାଂସଦ, ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ଅଧ୍ୟକ୍ଷ ପଦ ଅଳଙ୍କୃତ କରିଥିଲେ। ବିଜୁ ପଟ୍ଟନାୟକ ସୋସିଆଲ ଓ କଲ୍ୟାଣ ସଂଗଠନର ସଭାପତି ଭାବରେ 1993ରେ ଉତ୍କଳ ସମ୍ମିଳନୀ, 2008ରେ ରାମଦେବ ବାବାଙ୍କ ଯୋଗ ଶିବିର ଆଦି ଲୋକହିତକର କାର୍ଯ୍ୟ ସେ କରିଯାଇଛନ୍ତି। ପ୍ରମୁଖ ଭାବରେ କୋଲାବିରା ଜମୁଦାର ଶହୀଦ କରୁଣାକର ସିଂହ ନାୟକଙ୍କ ପ୍ରତିମୂର୍ତ୍ତି 2009 ମସିହା ଜାନୁଆରୀ 3 ତାରିଖରେ କୋଲାବିରାରେ ଅବସ୍ଥାପିତ କରି ଏହି ଅଞ୍ଚଳର ଶହୀଦମାନଙ୍କର ବୀରତ୍ୱର ଗାଥାକୁ ଉଜ୍ଜୀବିତ କରି ମହାନ କୀର୍ତ୍ତିର ଜୀବନ୍ତ ଉଦାହରଣ ସୃଷ୍ଟି କରିପାରିଛନ୍ତି। 3 ଦିନ ବ୍ୟାପୀ ଚାଲିଥିବା କରୁଣାକର ସିଂହ ନାୟକଙ୍କ ଅନ୍ୟତମ ଦାୟାଦ ରାଜମାତା ଗୁଣବନ୍ତୀ ଦେବୀଙ୍କ ସ୍ମୃତି ସ୍ମାରକୀ ଫୁଟବଲ ପ୍ରତିଯୋଗିତା ଆଜି ଉଦ୍ଯାପିତ ହୋଇଯାଇଛି। ଉଦ୍ଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବରେ ଲଇକେରା ଓ କୁଚିଣ୍ଡା ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ ବୃନ୍ଦାବନ ମାଝୀ, ସମ୍ମାନିତ ଅତିଥି ଅଖିଳ ଭାରତୀୟ ଗୋଣ୍ଡୱାନା ଗୋଣ୍ଡ ମହାସଭା ରାଜ୍ୟ ସଭାପତି ତଥା ଅବସରପ୍ରାପ୍ତ ଅନୁଶାସନ ସଚିବ ମହେନ୍ଦ୍ର ନାୟକ, ପ୍ରକୃତି ମିତ୍ର ତଥା ଅବସରପ୍ରାପ୍ତ କଲେଜ ଅଧ୍ୟକ୍ଷ ସୁଭାଷ ଚନ୍ଦ୍ର ନାୟକ, ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ସଭ୍ୟ ମିତ୍ରଭାନୁ ସାହୁ ପ୍ରମୁଖ ଯୋଗ ଦେଇଥିଲେ। ଏଥିରେ 16 ଗୋଟି ଦଳ ଭାଗ ନେଇଥିବା ବେଳେ ନାଗରୁପ୍ରତ୍ରା ବିଜୟୀ, ପ୍ରତୀକ 11 କୋଲାବିରା ଉପବିଜୟୀ, ସେହିପରି ଜୁନିୟର ଏଫ୍ସି ରାଉରକେଲା ତୃତୀୟ ଓ ରାଜମାତା ଗୁଣବନ୍ତୀ ଏଫ୍ସି କୋଲାବିରା ଚତୁର୍ଥ ସ୍ଥାନ ଅକ୍ତିଆର କରି ଯଥାକ୍ରମେ ବିଜୟୀ 30,000, ଉପବିଜୟୀ 20,000, ତୃତୀୟ ଓ ଚତୁର୍ଥ ସ୍ଥାନ ଅଧିକାରୀଙ୍କୁ 5,000 ନଗଦ ରାଶି ସହ ଟ୍ରଫି ପ୍ରଦାନ କରାଯାଇଥିଲା। ଏହି ପ୍ରତିଯୋଗିତାକୁ ମୁଖ୍ୟ ରେଫରି ରାଜେଶ ପଟେଲଙ୍କ ସହ ନୀଳ ନାୟକ, ଚନ୍ଦ୍ର କିଷାନ, ଲଲିନ ପଟେଲ, ଲକ୍ଷଣ କିଷାନ, ଅମିତ କିଷାନ, कार्तिक दास प्रमुख परिचालना करथिबा बेले जमीदार रुद्र प्रताप सिंह, सरपंच चेतानंद नई, राजेश नेटी, अशोक माझी, विनोद माग, धर्मेंद्र किसान, प्रभाकर ओराम, दुष्मंत बरिया प्रमुख कार्यक्रम रे सहयोग करथिले।